ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନଗ୍ନ ଦୃଶ୍ୟ ଦେଖିବା ପାଇଁ 22 ବର୍ଷୀୟ ଯୁବକଙ୍କୁ ହତ୍ୟା। ପୋଲିସର ତଦନ୍ତ ଜାରି, ଅଭିଯୁକ୍ତ ଫେରାର। ବିଭିନ୍ନ ଜିଲ୍ଲାରେ ଯାତ୍ରା ପେଣ୍ଡାଲ ଗୁଡିକରେ ଆଇଟମ ଗାର୍ଲ ଗୁଡିକୁ ଆଣି ପେଣ୍ଡାଲରେ ନଗ୍ନ ନୃତ୍ୟ ପରିବେଷଣ କରି ବିଭିନ୍ନ ସମସ୍ୟା ସହ ଯାତ୍ରା ପେଣ୍ଡାଲରେ ଦର୍ଶକ ମାଡ଼ ମାରିବା ଘଟଣା ଦେଖିବାକୁ ମିଳୁଛି। କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ପରଞ୍ଜଙ୍ଗ ଅଞ୍ଚଳରେ ଆଇଟମ ଗାର୍ଲ ସାହୁ ଭାଉଜଙ୍କର ନଗ୍ନ ଦୃଶ୍ୟକୁ ନେଇ ସର୍ବସାଧାରଣରେ ନିନ୍ଦା କରିବା ସହ ଅଶ୍ଳୀଳ ନୃତ୍ୟକୁ ବିରୋଧ କରିଥିଲେ, ଯାହାକୁ ନେଇ ସେ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ। ଏବେ ସେହି ଆଇଟମ ଗାର୍ଲ ସାହୁ ଭାଉଜଙ୍କୁ ନଗ୍ନ ଦୃଶ୍ୟ ଦେଖିବାକୁ ନେଇ ବସିବାକୁ ସିଟ୍ ନ ପାଇବାରୁ ରାଗରେ ଜଣେ ଯୁବକକୁ ଛୁରୀ ଭୁଷି ହତ୍ୟା କରିଥିବା ବୌଦ୍ଧ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାତ୍ରା ଅପେରା ଦେଖିବାକୁ ଲାଗିଥିଲା ଖଚାଖଚ ଭିଡ଼। ଚୌକିରେ ବସିବାକୁ ନେଇ ଉପୁଜିଥିଲା କଳି। ଆଉ ସେହି କଳି ପାଇଁ ଅକାଳରେ ଜଣେ 22 ବର୍ଷୀୟ ଯୁବକର ଜୀବନ ପୋଡ଼ିଗଲା ଭଳି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ। ସୂଚନା ପ୍ରକାରେ ମନମୁଣ୍ଡା ଥାନା ଜମ୍ମୁ ଟାଙ୍ଗିରେ ପଡ଼ିଥିଲା ଯାତ୍ରାପାର୍ଟି ଅପେରା ବିଶ୍ୱ ଦରବାର। ସେଦିନ ରଙ୍ଗମଞ୍ଚରେ ଲୋକପ୍ରିୟ ଆଇଟମ ଗାର୍ଲ ସାହୁ ଭାଉଜ ଆସୁଥିବା ଶୁଣି ଦର୍ଶକଙ୍କ ଲାଗିଥିଲା ଅସମ୍ଭାଳ ଭିଡ଼। ଅପେରାର ସମସ୍ତ ସିଟିଂ ଟିକେଟ ବିକ୍ରି ହୋଇଯିବା ପରେ ଷ୍ଟାଣ୍ଡିଂ ଟିକେଟ ପାଇବା ପାଇଁ ଦର୍ଶକ ତଳ ଉପର ହୋଇ ଲଗାଇଥିଲେ ଭିଡ଼। ଏଭଳି ସମୟରେ ବସିବା ସିଟ୍କୁ ନେଇ ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ବଚସା ହୋଇଥିଲା। ପରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ରାତିରେ ଘରକୁ ଫେରୁଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକମାନେ ସେମାନଙ୍କୁ ପିଛା କରି ଗୁଦଗୁଦା ହାଟପଦା ନିକଟରେ ଅଟକାଇ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ସମୟରେ ଅନ୍ଧାର ଭିତରେ ସେମାନେ ବାଉଁଶୁଣୀ ଥାନା ଡିମିରିପାଲି ଗ୍ରାମର ସୁବ୍ରତ ସେଠୀ ନାମକକୁ ଛୁରୀ ଭୁଷି ଫେରାର ହୋଇଥିଲା। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ସାଙ୍ଗସାଥୀମାନେ ଉଦ୍ଧାର କରି ସ୍ଥାନୀୟ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କର ଅବସ୍ଥା ସଂକଟପନ୍ନ ଥିବାରୁ ଡାକ୍ତର ତାଙ୍କୁ ସେଠାରୁ ବୁର୍ଲା ଭୀମସାର ମେଡିକାଲକୁ ରେଫର କରିଥିଲେ। ଶୁକ୍ରବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ବାପା ଗୋପାଳ କୃଷ୍ଣ ସେଠୀ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତମାନଙ୍କୁ କେହି ଚିହ୍ନି ନଥିବାରୁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଛି। ଅଭିଯୁକ୍ତମାନଙ୍କୁ ଅତି ଶୀଘ୍ର ଗିରଫ କରିବାକୁ ସାଧାରଣରେ ଦାବି ହେଉଛି। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ସହ ବୌଦ୍ଧ ବ୍ୟୁରୋ ରିପୋର୍ଟ, ବିଇ ନ୍ୟୁଜ ଓଡ଼ିଶା।